स्वर्गस्थ पिता तुम्हारा माधव गौर सह जुगे जुगे तुम प्रभु देवाମାନଙ୍କୁ ଆଜି ପର୍ଯ୍ୟନ୍ତ ବଞ୍ଚି ଆଣି ତୁମ ସବୁଠାରେ ଠିଆ କରିଛ ଧନ୍ୟବାଦ। ଅନେକ ଘାତ ପ୍ରତିଘାତ ମଧ୍ୟରେ ପ୍ରଭୁ ଆମମାନଙ୍କୁ ତୁମେ ସୁରକ୍ଷିତ ଭାବେ ଆଣିଥିବାକୁ ଧନ୍ୟବାଦ ଦେଉଛି। ପ୍ରାର୍ଥନା କରୁଛି ପ୍ରଭୁ এই মণ্ডলীর যে শিশুকে নিমন্তে প্রার্থনা করছি প্রভু বাবা নিবেদন করছি শিশুকে তুমি আশীর্বাদ করো তার পরিবারকে আশীর্বাদ করো তার পিতা মাতাকে তুমি আশীর্বাদ করো বাবা আজির যে মিটিরে যে দাসন তুমি বাক্য পরিবেশন করে রখিয়েছ তাহাকে তুমি বিবাহ করো প্রত্যেক লোকମାନଙ୍କ জীবନରେ କାର୍ଯ୍ୟକାରୀ ହଉ ଆଜିର ସମସ୍ତ ପ୍ରୋଗ୍ରାମକୁ ତୁମର ହସ୍ତରେ ସମର୍ପଣ କରି प्रभु जीसु नामରେ मांगिदा आमेन। मोर नाती पुअकर झीर 1 वर्ष पूर्ति होई अछि। सिद्धार्थ राण बोले ताको ना से होचंती मोर नाती आओ मोर नातुनी कोले प्रभु अनुग्रह करी संतति देइछंती जहां कर से छोट झीर नाम डका जाए इस्का एवं ताकर नामकरण करा जायछि दिव्यांशा। दिव्यांशा दिव्यांशा प्रभु को महानामर धन्यवाद देबे मो प्रभु को एति में धन्यवाद देबे मो नाती एवं नातुनी कोले सदा प्रभु एक अनुग्रह प्रदान करि अछंती कारण ता सदा प्रभुकर अटे। एडे मो आनंद सहित एही गीत भी गाई पाइबे सदा प्रभुकर से मंगलमय अजा भावरे मो प्रभु को प्रशंसा करूछि अजा भावरे मो प्रभु को गुणगान करूछि मोर नाती को से मोर नातुनी को से स्मरण करियछंती
କାରଣ ଗର୍ଭଜାତ ଫଳ ସଦା ପ୍ରଭୁଙ୍କର ଅଟେ। ଆମଙ୍କର ସ୍ଥାନୀୟ ମଣ୍ଡଳୀର ଚାଳକଙ୍କର ନୁହଁ, କିମ୍ବା ତାଙ୍କର ସହଧର୍ମିଣୀର ନୁହଁ, କିମ୍ବା ସିଦ୍ଧାନ୍ତଙ୍କର ବାପା ମାଙ୍କର ନୁହଁ, କିନ୍ତୁ ସେହି ସନ୍ତତି ଦିବ୍ୟାଂଶ ହେଉଛନ୍ତି ସଦା ପ୍ରଭୁଙ୍କର ଦୈବ ଅଧିକାର। ମୋ ନାତିକୁ ପ୍ରେମ କଲେ, ମୋ ନାତୁଣୀ ବୋଉକୁ ପ୍ରେମ କଲେ ଏବଂ ଦିବ୍ୟାଂଶ ନାମ ରଖିବା ପାଇଁ ପ୍ରଭୁ ଅନୁଗ୍ରହ ପ୍ରଦାନ କରି କୂଳ ପୂର୍ଣ୍ଣ କଲେ। ଅନେକ ଜଗତରେ ଅଛନ୍ତି ଯେଉଁମାନେ କି ଏହି ଗର୍ଭଜାତ ଫଳ କିମ୍ବା ତାଙ୍କ ଦୈବ ଅଧିକାର ପାଇବାରୁ ବଞ୍ଚିତ ହୋଇଅଛନ୍ତି। କିନ୍ତୁ ମୋ ପ୍ରଭୁ ମୋ ପରମେଶ୍ୱର ମତେ କେବଳ ପ୍ରେମ କଲେ ତାହା ନୁହଁ, ମୋ ପୁତୁରାକୁ ପ୍ରେମ କଲେ ତାହା ନୁହଁ, ମୋ ନାତି ଏବଂ ମୋ ନାତି ବୋଉଙ୍କୁ ମଧ୍ୟ ପ୍ରେମ କଲେ। ଏଣୁ ମୋ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଆଜି ସେହି ଦିବ୍ୟାଂଶର 1 ବର୍ଷ ପୂର୍ତ୍ତି ଅବସରରେ ପ୍ରଭୁଙ୍କର ନିୟୋଜିତ ଦାସଗଣ ଉପସ୍ଥିତ ଅଛନ୍ତି। ପୁଣି ମଣ୍ଡଳୀର ଅନେକ ଭାଇ ଭଉଣୀ ସହିତ ଆନନ୍ଦର ବିଷୟ ଏହା କି ସେଇ ପଞ୍ଚମ ଝିଅର ବାପା ଆମର ସ୍ଥାନୀୟ ମଣ୍ଡଳୀର ଚାଳକ ମହାଶୟ ମଧ୍ୟ ସେ ଅଛନ୍ତି। ତାଙ୍କ ସମ୍ମୁଖରେ ସେଇ ଝିଅର 1 ବର୍ଷ ପୂର୍ତ୍ତି ଅବସରରେ ପ୍ରଭୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଅଜାକୁ ଠିଆ କରାଇ ଅଛନ୍ତି। ଏଣେ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଆଜି ମୁଁ ଯଦି କାହାକୁ ପଚାରିବି ତୁମେ କାହିଁକି ଆଜି ଆନନ୍ଦ, ତୁମେ କାହିଁକି ଆଜି ଏତେ ଉତ୍ଫୁଲ୍ଲ, ଗୀତ ସଂଗୀତା 95 ପର୍ବର 1 ପଦରେ ଗୋଟିଏ କଥା ଲେଖାଯାଏ, ଆଏ ଆସ ଆମ୍ଭେ ମାନେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ଆମ୍ଭେ ମାନେ ସଦା ପ୍ରଭୁ ଉଦ୍ଦେଶ୍ୟରେ ଗାନ କରିବା, ସଦା ପ୍ରଭୁ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା। ଏଣୁ ମୋ ସହିତ ଚାଳକ, ମୋ ସହିତ ମୋର ଅନେକ ଭାଇ ଭଉଣୀ ମାନେ ପୁଣି ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ମୁଁ ଏଇ ଆହ୍ୱାନ ଜଣାଏ, ଆହେ ଆସ ଚାଳକ ବଡ଼ ଆସ, ପାଳକ ବଡ଼ ଆସ, ବିଶ୍ରୀ ଭାଇ ଭଉଣୀ ମାନେ ଆସ, ଆମେ ମାନେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ଗୁଣାନୁବାଦ କରିବା। କାରଣ ଗର୍ଭଜାତ ଫଳ ସେ ମୋ ନାତି ନାତୁଣୀର କୋଳରେ ଦେଇ ଅଛନ୍ତି। ପ୍ରଭୁଙ୍କୁ ଏଇଥିପାଇଁ ଧନ୍ୟବାଦ ଦେବା ଯେ ମୋ ନାତିର କୋଳରେ ଦେଇଥିବା, ନାତୁଣୀର କୋଳରେ ଦେଇଥିବା ଝିଅ ଦିବ୍ୟାଂଶଙ୍କର 1 ବର୍ଷ ପୂର୍ତ୍ତି ହୋଇଅଛି। ପଚାରିବା, ଯଦି ମୁଁ ଚାଳକକୁ ପଚାରିବି ତୁମେ କଣ 1 ବର୍ଷ ପର୍ଯ୍ୟନ୍ତ ତାକୁ ସୁରୁଖୁରୁରେ ଆଣିଲ? ତାଙ୍କ ମା ମରିୟମକୁ ଯଦି ପଚାରିବି, ମା ମରିୟମ ତୁମେ କି ତାକୁ 1 ବର୍ଷ ପର୍ଯ୍ୟନ୍ତ ତାକୁ କୁଶଳତା କରି ଆଣିଲ? ସିଦ୍ଧାର୍ଥକୁ ଯଦି ପଚାରିବି, ଏ ସିଦ୍ଧାର୍ଥ ନାତି ତୁମେ କି 1 ବର୍ଷ ପର୍ଯ୍ୟନ୍ତ ତାକୁ ପଢ଼ାଇ ଆଣିଲ? ସେମାନେ କହିବେ ମୁଁ ନୁହଁ, କିନ୍ତୁ ସଦା ପ୍ରଭୁ ପରମେଶ୍ୱର ମହାନ ଅଟନ୍ତି। ସେ ଦିବ୍ୟାଂଶକୁ ସେ ପ୍ରୋଟେକ୍ସନ ଦେଲେ, ଦିବ୍ୟାଂଶକୁ 1 ବର୍ଷ ପର୍ଯ୍ୟନ୍ତ ଭାର ବହଳ କଲେ, ଦିବ୍ୟାଂଶର ଚତୁଃପାର୍ଶ୍ୱ ଆପଣା ଦୂତମାନଙ୍କୁ ଯୋଗାଇଲେ, ଦିବ୍ୟାଂଶକୁ ଶରୀରରେ ସୁସ୍ଥ ସବଳତା ଦେଲେ। ଯେଉଁଥିପାଇଁ ଯେଉଁ ପ୍ରଭୁ ପରମେଶ୍ୱର ଦିବ୍ୟାଂଶଙ୍କ ପ୍ରତି ଦୃଷ୍ଟିପାତ ରଖିଅଛନ୍ତି, ମରିୟମଙ୍କ ପ୍ରତି ଦୃଷ୍ଟିପାତ ରଖିଅଛନ୍ତି, ପୁଣି ସିଦ୍ଧାର୍ଥଙ୍କ ଉପରେ ଦୃଷ୍ଟିପାତ ରଖିଅଛନ୍ତି, ସେମାନେ ଆଜି ଜଣାଉଅଛନ୍ତି ଯେ ପ୍ରଭୁ ଅନୁଗ୍ରହ କରି 1 ସନ୍ତତି ଦେଇଅଛନ୍ତି ଯାହାଙ୍କର 1 ବର୍ଷ ପୂର୍ତ୍ତି ହୋଇଛି। ହେ ସଦା ପ୍ରଭୁ ପରମେଶ୍ୱର, ମୁଁ ତୁମ ନାମରେ ଧନ୍ୟବାଦ ଦେଉଛି। ତାଙ୍କ ଅଜା ଭାବରେ ମୁଁ ଧନ୍ୟବାଦ ଦେଉଛି ଏଇଥିପାଇଁ ମୋ ନାତି ନାତୁଣୀ କୋଳରେ ଯେଉଁ ଦିବ୍ୟାଂଶକୁ ଦେଇଅଛ, ତୁମେ ତାଙ୍କୁ ପ୍ରୋଟେକ୍ସନ ଦେଲ, ତାଙ୍କୁ ଶରୀରରେ ସୁସ୍ଥ ସବଳତା ଦେଲ, ତୁମେ ତା ସହଭକ୍ତି ପରମେଶ୍ୱର ଆଲ। ପୁଣି ବିଶେଷ ଭାବରେ ମରିୟମ ଏବଂ ସିଦ୍ଧାର୍ଥଙ୍କ କୋଳରେ କୁଳସ୍ଥ କରିବା ପାଇଁ ଆନନ୍ଦ ଦେଲ। ଏଣୁ ମୁଁ ଆଜି ପ୍ରଭୁଙ୍କର ଲୋକମାନଙ୍କ ସହିତ ଶିଖ ମଣ୍ଡଳୀର ଭାଇ ଭଉଣୀମାନଙ୍କୁ ଆହ୍ୱାନ କରି ଏହି କଥା କହିବି, ଯେହେତୁ ପ୍ରଭୁ ଅନୁଗ୍ରହ କରି ମୋ ନାତି ନାତୁଣୀଙ୍କ କୋଳରେ ଯେଉଁ ସନ୍ତତି ଦେଇଛନ୍ତି, ଆସ ଆମ୍ଭେ ମାନେ ସଦା ପ୍ରଭୁଙ୍କର ପ୍ରଶଂସା କରିବା,
ଆନନ୍ଦରେ ତାଙ୍କର ଗୀତ ଗାନ କରିବା। ଏହି ଗୀତ ସଦା ପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ। ସଦା ପ୍ରଭୁଙ୍କର ଧନ୍ୟବାଦ କାରଣ ମଣ୍ଡଳୀ ସମ୍ମୁଖରେ ତୁମ ଲୋକମାନଙ୍କ ସମ୍ମୁଖରେ ତୁମ ନାମର ଧନ୍ୟବାଦ କରୁଛି, ତୁମ ନାମରେ ଗୁଣାନୁବାଦ କରୁଛି। କାରଣ ମୋ ପୁଅକୁ ତୁମେ ସ୍ମରଣ କରିଥିଲ, କେବଳ ତାହା ନୁହଁ, ମୋ ନାତିକୁ ଏବଂ ନାତି ବୋଉକୁ ମଧ୍ୟ ସ୍ମରଣ କରି ଦିବ୍ୟାଂଶକୁ ପୁରସ୍ତ କରିବାର ଆଶୀର୍ବାଦ କରିଅଛ। ପୁରସ୍ତ କରି ପ୍ରାର୍ଥନା କରୁଛି, ଦିବ୍ୟାଂଶକୁ ଆତ୍ମିକ ଭାବରେ ଶାରୀରିକ ଭାବରେ ସହବର୍ତ୍ତୀ ପରମେଶ୍ୱରରେ ବୃଦ୍ଧି ସାଧନ କରି ତୁମରି ଗୌରବର କାରଣ କର। ଆମେନ୍। ହାଲେଲୁୟା। ପବିତ୍ର ଈଶ୍ୱର ତୁମକୁ ଧନ୍ୟବାଦ ଦିଏ, ତୁମର ଗୌରବ ପ୍ରଶଂସା କରୁଛୁ। ଆଜିର ଏକ ସୁନ୍ଦର ଦିନ ପ୍ରଭୁ ତୁମେ ମାନଙ୍କୁ ଦେଖିବାକୁ ଦେଲ। ଏ ଦିନରେ ପ୍ରଭୁ जो सन्तान प्रभु पार्टी करने जाऊँ एक आनंदर समय प्रभु विश्वास करुँ तुम्हें संगी अछ प्रभु परिवार जो प्रकार आनंदित प्रभु आज मंडली विभिन्न जगार तुम सेवक मैंने सहित प्रभु आनंद सामिल तुमको धन्यवाद दूँ। प्रिय प्रभु प्रार्थना करुँ झील को तुम्हें से संतान को तुम्हें अपनी प्रभु अनुग्रह प्रदान करो, दिखाई दो बोली प्रार्थना करो, तुम्हें आरोग्यता प्रदान करो बोली प्रार्थना करो। आज जो परामर्श को प्रभु वक्तव्य कथा कहते तुम दास को मदद में आशीर्वाद करो। पुणी प्रभु वर्तमान आम जो समस्त वाक्य शुणा जाऊँ संपूर्णता भाव वाक्य शुणा तुम्हें द्वार करो प्रार्थना करो। ये चारिक चतुर्थी करे प्रभु विष्णु आत्मा रही यीशु को नाम रे हमें बंधन करूँ प्रभु संपूर्णता दे तुम वाक्य शुणी प्रभु आमे तुम समस्त विषय आशीर्वाद अनुभव करने साहाय्य करो। गौरव तुम्हें पाओ, महिमा केवल तुम्हें पाओ। यीशु को नाम रे मांगू आमेन। ఈ దినము దేవుడు ఏర్పాటు చేసిన దినం ఆహ్వానించినటువంటి రాజుగారి కుటుంబానికి వారి బిడ్డలకు వారికి 5 కుమార్తె మరి అందించినటువంటి బిడ్డ నిమిత్తమై 1 year సెలబ్రేషన్ చేయడానికి మనల్ని ప్రేమతో ఆహ్వానించారు కాబట్టి వారికి వేదిక మీద ఉన్న దైవజనులు డికన్ గారికి అలాగే ఆ దైవ సేవకులందరికీ కూడి ఉన్నటువంటి సంఘానికి నా ప్రత్యేకమైన వందనాలు. హల్లెలూయా. అజారో జారో सोनार पटारू तुम्हारी मधुरा वाक्य अति उत्तम सोनार पटारू तुम्हारी मधुरा वाक्य अति उत्तम तुम्हें मंगलकारी ओ मंगलमय तुम्हें मंगलकारी ओ मंगलमय
तुम्हें प्रेममयो पूजा की जारीची तुम्हें प्रेममयो रामयो हे करुणामयो हालेलुया ताहन करो दया ताहन करो आदर करो అజారాజాలు సున్నారు పుట్టారు ఉత్తమం ప్రైజ్ ది లార్డ్ హల్లెలూయా మనము చదువుకున్నటువంటి వాక్య భాగంలో గీత సంగీత సతీసిలో తీని పదం ఒక్కసారి చెప్పండి మాట देखो संतानगलो सभा प्रभुंकरो दत्त अधिकारो ओ गर्भजात फलो ताहांकरो दत्त पुरस्कार సంతానగల సదాప్రభుంకర దత్తాధికారం దేవుడిచ్చినటువంటి స్వాస్థ్యం అధికారం స్వాస్థ్యం. ఈరోజు రాజు తనకిచ్చినటువంటి కుమార్తెల్లో 5వ కుమార్తె మరియా, తనకిచ్చినటువంటి ప్రేమించినటువంటి కుమార్తె దివ్యాంశ అర్థం ఏంటో తెలుసా? దేవుని శక్తిలో ఒక భాగం. ప్రైజ్ ది లార్డ్ హల్లెలూయా. ప్రభు పరమేశ్వరంకర శక్తి రే గొట్టే అంశోటి దేవుని శక్తిలో ఒక భాగం దివ్యాంశ అనే అర్థం. అయితే ఈ యొక్క సాయంకాల సమయంలో దేవుడిచ్చినటువంటి ఆ కుటుంబాన్ని దేవుడు ఆశీర్వదిస్తున్నాడు కాబట్టి మనందరినీ ప్రేమించి ఇక్కడికి ఆహ్వానించారు. అందుకే కుమార్తెలవని కుమారులవని మొదటి విషయం ఏమిటో తెలుసా? కుమార్తెలు కుమారులు దేవుడిచ్చే స్వాస్యము అధికారం. రెండవది ఏమిటంటే దేవుడిచ్చినటువంటి బహుమానం పురస్కారం. అధికారం పురస్కారం. దేవుడు తన బిడ్డలకు జవానే సదాప్రభుకు ప్రేమ కొరంతి ସେମାନଙ୍କୁ ପରମେଶ୍ୱର ଅଧିକାର ଦିଅନ୍ତି। ତାହା ସହିତ ତାହାଙ୍କର ଲୋକମାନଙ୍କୁ ଯେଉଁମାନେ ପ୍ରେମକାରୀ ମାନେ ଅଛନ୍ତି ତାହାଙ୍କୁ ପୁରସ୍କାର ମଧ୍ୟ ଦିଅନ୍ତି। ତାଙ୍କର 5ଟା సంతాన 5గురు కుమార్తెలు। మొదటి ఆయన సాక్ష్యం ఎంత అద్భుతంగా ఉందో చూడండి। మొదటి కుమార్తెకు అబ్బాయి అమ్మాయి, అమ్మాయి అబ్బాయి, రెండవ కుమార్తెకి అమ్మాయి అబ్బాయి, మూడవ కుమార్తెకి అబ్బాయి అమ్మాయి, నాలుగవ కుమార్తెకి కవలలు అమ్మాయి అబ్బాయి, ఐదవ కుమార్తెకు దివాన్సిక। ఏది ఏమైనా దేవుని కృప ఈ కుటుంబం మీద ఉన్నది కాబట్టి సంఘమంతా కలిసి దైవ సేవకులతో కలిసి దేవుడిచ్చినటువంటి ఈ అవకాశం। మూడవది ఏమిటో తెలుసా? ఒక్క మాట చదువుతా హితోపదేశం సత్రపరచోపదపడంతు సామెతల గ్రంథము 17వ అధ్యాయము 6వ వచనం। సంతానగను సంతానగను సంతానమానుకర వృద్ధుల కొంకర ముకుట। పిల్లలు తమ వృద్ధులకు కిరీటము। ఈరోజు దాదాపుగా 9 మంది 9 కిరీటాలు దేవుడు రాజుకి తన కుటుంబానికి ఇచ్చాడు। దేవునికి స్తోత్రం కలిగిన గాక। రాజుగారు మీకు కిరీటాలు 9 దేవుడిచ్చాడు, నౌట ముకుట ప్రభు దేచుంది। ఇది చాలా ఆశ్చర్యకరమైన సంగతి। ఎందుకంటే దేవుడు సంతానము లేక పిల్లలను ఇవ్వకపోతే మనం ఏమి చేయలేం। చాలా మంది ధనవంతులు ఉన్నారు, సంతానం కోసం ఎదురు చూస్తున్న వారు ఉన్నారు। అనేక మంది భాగ్యవంతులు ఉన్నారు, సంతానం కోసం ఎదురు చూస్తున్న వారు ఉన్నారు। అయితే ఈ సాయంకాల సమయంలో ఈ కుటుంబానికి దేవుడిచ్చినటువంటి గొప్ప సంతోషం దివాన్సిక అంటే దేవుని యొక్క శక్తిలో ఒక భాగముగా ఈరోజు అందరినీ ప్రేమతో ఆహ్వానించి రావులో ఫ్యామిలీ వారు ఆహ్వానించి మనకు ఇంత సంతోషమైన వాతావరణంలో ఉంచారు। కాబట్టి ఆ కుటుంబాన్ని దేవుడు బహుగా దీవించి ఆశీర్వదించును గాక। ఆమేన్। థ్యాంక్ యూ, గాడ్ బ్లెస్ యు। Praise the Lord. Hallelujah. धन्यवाद सुनिए
ଦୁଇ ମିନିଟ୍ ଗୋଟେ କଥା କହିବି ଶେଷ କରିଦେବି। ପ୍ରଭୁ ଦୟାକରି ଶୁଣିବ। ଝିଅ କେତେ ବର୍ଷ ମା? 1 ବର୍ଷ। ବାପା ମାଙ୍କର କାଉଣ୍ଟିଂ ଅନୁସାରେ, ବାପା ମାଙ୍କର ଲେଖା ଅନୁସାରେ 12 ମାସ ମାନେ 1 ବର୍ଷ, କିନ୍ତୁ ପ୍ରଭୁଙ୍କର ଲେଖା ଅନୁସାରେ 19 ମାସ। ପ୍ରଭୁ ତାଙ୍କୁ ଏମିତି ରକ୍ଷା କରିଛନ୍ତି 1 ବର୍ଷ ନୁହଁ, ଜନ୍ମ ହେଲା ପରେ ତାକୁ ଆମେ 1 ବର୍ଷ ବୋଲି ଆମେ ଗଣୁଛୁ। କିନ୍ତୁ ପିତା ପରମେଶ୍ୱର ଯେଉଁ ଝିଅଙ୍କୁ ବା ପୁଅଙ୍କୁ ମାତୃ ଗର୍ଭରେ ପଡ଼ିବା ଦିନଠୁ తెలుగులో ଲେଖା ଅଛି ఆయన పిండముగా రూపింపబడక నుంచి అనగా మొదలుకొని ସେ ରକ୍ଷା କରି ଆଣିଛନ୍ତି। ଆମେ ଗଣିଥାଉ କେବଳ ବର୍ଷେ ମାତ୍ର, କିନ୍ତୁ ପ୍ରଭୁ ବର୍ଷେ ହିଁ ରକ୍ଷା କରିନାହାନ୍ତି। ସେ 19 ମାସ ମାନେ ବର୍ଷେ 9 ମାସ। ଅନେକ ଲୋକମାନେ ଯେଉଁ ସମୟରେ ସେ କନସିୟସ୍ ହୁଅନ୍ତି ବା ତାଙ୍କର ଗର୍ଭଧାରଣ କାଉଣ୍ଟିଂ ଦିନ ଆସିବ, ମାସେ 2 ମାସ 3 ମାସରେ ଝଡ଼ିଥାଏ, ମାନେ ନଷ୍ଟ ହୋଇଯାଇଥାଏ। ହେଲେ କିଏ ରକ୍ଷା କଲେ? କାହିଁକି 9 ମାସ ଆମେ ଛାଡ଼ି ଦେଉଛେ? ଏହା ଭୁଲ ଅଟେ। ମୁଁ କହିବାକୁ ଚାହେଁ, ଆମ ଚର୍ଚ୍ଚରେ ମୁଁ ଏମିତି କୁହେ, ପ୍ରଭୁ ବର୍ଷେ ନାହିଁ ମା, ସେ ବର୍ଷେ 9 ମାସ ପ୍ରଭୁ ରକ୍ଷା କରିଛନ୍ତି। ମାତା ଗର୍ଭରୁ ସେ ରକ୍ଷା କରିଛନ୍ତି। ତାପରେ ଜଗତକୁ ସେ ଆସିଲା ପରେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ସେ ରକ୍ଷା କରିଛନ୍ତି। ଗୋଟିଏ ବାକ୍ୟ ଆମେ ପଢ଼ିବା, ତାପରେ ମୁଁ ଶେଷ କରିଦେବି। ଦୟାକରି Matthew लिखित सुसमाचार 19:13 पद। Matthew सुसमाचार 19:6 ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରନ୍ତି। Yes. ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ। ମାତ୍ର ଶିଷ୍ୟମାନେ ମାନୁଥିବା ଲୋକମାନଙ୍କୁ Praise the Lord. ଦୟାକରି ଗୋଟିଏ ବିଷୟ ଆମେ ଖ୍ରୀଷ୍ଟିଆନ ଭାବରେ ଜାଣିବା ଦରକାର। ଅନେକ ସମୟରେ ଆମର ପିଲାମାନଙ୍କୁ ଜନ୍ମଦିନରେ ଚର୍ଚ୍ଚକୁ ଆଣିଥାଉ। ଅନେକ ସମୟରେ ପିଲାମାନଙ୍କୁ ଯଦି ଜ୍ୱର ହୋଇଥାଏ ଆମେ ପାଷ୍ଟରମାନଙ୍କ ନିକଟକୁ ଆଣିଥାଉ। ଅନେକ ସମୟରେ ଆମର ପିଲାମାନଙ୍କର ପାଠ ପାଇଁ ଆମେ ପାଷ୍ଟରମାନଙ୍କ ନିକଟକୁ ଆଣିଥାଉ। ଅନେକ ସମୟରେ କୌଣସି ଯଦି ଅସୁବିଧା ହୋଇଥାଏ, ସେହି ସମୟରେ ଆମର ଛୁଆମାନଙ୍କୁ ପିଲାମାନଙ୍କୁ ପାଷ୍ଟରଙ୍କ ନିକଟକୁ ଆଣିଥାଉ। କିନ୍ତୁ ବାଇବେଲରେ ଏମିତିକା ମା ମାନେ ଅଛନ୍ତି, ଯେଉଁ ମା ମାନେ ତାଙ୍କର ପିଲାମାନଙ୍କୁ ନେଇକି ଆସିଲେ, ସେଇ ପିଲାମାନଙ୍କର ଜ୍ୱର ନଥିଲା, ସେଇ ପିଲାମାନଙ୍କୁ ଖାସ ନଥିଲା, ସେଇ ପିଲାମାନଙ୍କର ରୋଗ ନଥିଲା, କି ସେ ପିଲାମାନଙ୍କର ଜନ୍ମଦିନ ବୋଲି ନଥିଲା। କିନ୍ତୁ ମା ମାନେ ବା ପ୍ୟାରେଣ୍ଟସ୍, ଯେଉଁମାନେ ପିତା ମାତା ମାନେ ଛୁଆମାନଙ୍କୁ କେବଳ ଜନ୍ମଦିନ ହିଁ ନୁହେଁ, କେବଳ କୌଣସି ରୋଗରେ ହିଁ ନୁହେଁ, ପିଲାମାନଙ୍କୁ ସଦା ସର୍ବଦା ଯେମିତି ପ୍ରଭୁ ସେମାନଙ୍କ ହସ୍ତ ଧରିବେ, ଯେମିତି ସେମାନେ ଆଶୀର୍ବାଦର ପାତ୍ର ହୋଇପାରିବେ, ଏଥିପାଇଁ ପିତା ମାତା ମାନେ ସଦା ସର୍ବଦା ପ୍ରଭୁଙ୍କ ଲୋକମାନଙ୍କ ନିକଟକୁ ଆଣିବାକୁ ପଡ଼ିବ। ଅନେକ ପିତା ମାତା ମାନେ ଆମ ଜନ୍ମଦିନରେ ଆମେ ସେମାନଙ୍କୁ କେକ୍ କଟିଂ କରି ଆମେ ପ୍ରାର୍ଥନା କରିଥାଉ। ତାହା ମାତ୍ର ନୁହଁ, ଆମେ ସବୁବେଳେ ପିଲାମାନେ ଯେମିତି ଆତ୍ମାରେ ବା ବୁଦ୍ଧିରେ ଜ୍ଞାନରେ ଆଉ ସେ ଶରୀର ଭାବରେ ଆଉ ସେ ଗ୍ରୋଥ ହେବେ, ବଢ଼ିପାରିବେ, ଏଥିପାଇଁ ଆମେ ପ୍ରାର୍ଥନା କରିବାକୁ ପଡ଼ିବ। ଅନେକ ମା ବାପା ମାନେ ଜାଣିନାହାନ୍ତି, ଜନ୍ମଦିନରେ ବହୁତ ଖୁସି ମନାନ୍ତି, କିନ୍ତୁ ଅନ୍ୟ ଦିନ ମାନଙ୍କରେ ପିଲାମାନଙ୍କୁ ଛାଡ଼ି ଦେଇଥାନ୍ତି। ତେଣୁ ପିଲାମାନେ ଏମିତି ଖର୍ଚ୍ଚ ହୋଇଯାଆନ୍ତି। ଆସନ୍ତା ଦିନମାନଙ୍କ ଏମିତି ଡେଞ୍ଜରସ୍ ଦିନ ମାନେ ଦିନ ଗୁଡ଼ିକ ଆସୁଅଛି, ପିଲାମାନେ ବାପା ମାଙ୍କର କଥା ଶୁଣିବେ ନାହିଁ, ଚର୍ଚ୍ଚକୁ ଯିବେ ନାହିଁ। କାରଣ ମାନେ ପିତା ମାତା ଆମେ ଭୁଲ କରିଥାଉ। ତେଣୁ ଦୟାକରି ଏଇଠାରେ ମା ମାନେ ସେମାନଙ୍କ ପିଲାମାନଙ୍କୁ ରୋଗ ବିଷୟରେ ନେଇନାହାନ୍ତି, କୌଣସି ଅସୁବିଧା
आशीर्वाद प्राप्त हेबे एथि निमंते मां माने से मानक पिला मानक जीसु निकट को नेइथिले सेमिति आमानक मंडल मध्य जन्मदिन दिन ही इस ज्ञान भूल बोली कहू नाही किंतु एही दिन ही आमर पिला माने जेमिति आशीर्वाद प्राप्त होवंती एथि निमंते सदा सर्वदा व सबदिन से माने सुस्थ रे थांतु व असुस्थ रे थांतु जे कोनसी परिस्थिति रे मध्य आमे से मानकु प्रार्थना करिवा निमंते प्रभु को निकट को प्रभु को दास मानक निकट को मंडल को आनिबा उचित प्रभु ए अनुकथा आशीर्वाद करें आमेन। उपस्थित प्रत्येक को प्रभु जीशु ख्रीष्ट नाम धन्यवाद जन आसतु प्रार्थना करवा। धन्यवाद दूची प्रिय प्रभु जीशु तुमरे पवित्र महान नाम धन्यवाद दूची प्रभु तुम आम को कीर्ति प्रेम दया अनुग्रह आशीर्वाद करी प्रभु ए सुंदर सुजोग देखाइले प्रभु आज दिन प्रभु आम को एठारे प्रभु तुम्हारी प्रेम तुम्हारी दया तुम्हारी अनुग्रह प्रभु आम को एकत्रित कले प्रभु प्रभु विशेष करी आज प्रभु लिसन एवं मरियम कोल तुम्हें जो प्रभु कन्या संतान दे प्रभु आज प्रभु ईशिका तार प्रथम वार्षिक पूर्ण करने तुम्हें देले तेणु तुम्हारी महान नाम धन्यवाद दूची। हाँ प्रभु तुम्हें आशीर्वाद कर छोट अवस्था प्रभु समस्त प्रकार प्रभु तुम्हारी प्रभु आत्मिक जीवन बढ़ाओ प्रभु एवं तुम्हारी ज्ञान बुद्धि बढ़ाई साहय कर शैतान का समस्त शक्ति की तुम्हें दमन कर यही समय प्रभु स्थान उपस्थित तुम्हारे प्रत्येक दास मान आशीर्वाद कर अनेक प्रभु हमने बसुवा अवस्था प्रभु तुम्हारे नाम गीत गान कलु प्रभु वाक्य मध्य शुणिले प्रभु जिते जन बसी अच्छी प्रत्येक प्रभु श्रवण वाक्य को हृदय रखी प्रभु तुम्हारे निमंते प्रभु आगे से निमंते साहय कर जो मैंने प्रभु परिचालन कर वाक्य दे आशीर्वाद कर। हाँ प्रभु आग को आम जो समस्त कार्य अच्छे प्रभु से समस्त कार्य तुम हस्तक्षेप आशीर्वाद कर मो दिन नगण्य प्रभु कौन मांगे भी जाने नहीं प्रार्थना तुम्हें शुणिले तुम्हारे महान नाम धन्यवाद दी प्रिय पुत्र जीशु नाम मांगु बाबा आमेन। हालेलुया हालेलुया हालेलुया। सर्वप्रथमे मुझे सृष्टिकर्ता उद्धारकर्ता रक्षाकर्ता परित्राणकर्ता प्रभु परमेश्वर को धन्यवाद देवा संगे संगे मंडली चालक आज्ञा कति पुणी अभिषिक्त डिकन राणा आज्ञा कति पुणी प्रभुंर सेवक मैंने डाइस बसी पुणी तले बस से कति आम ऑडियंस बसीचु समस्त को प्रभु जीशु ख्रीष्ट नाम नमस्कार। आज आमने दिव्यांशर गोटे वर्ष जन्म जयंती पालन करने अवसर में आमने समस्ते एकत्रित होइछु। वाक्य कुहे पृथ्वी रे जेते नारी माने अछंती पृथ्वी रे जेते नारी माने अछंती से नारी माने मां हेबार सौभाग्य पांती नहीं। पृथ्वी रे जेते नारी माने अछंती से माने मां हेबार सौभाग्य पांती नहीं किंतु जो मन को प्रभु मनोनीत करिसंती जे मनंकर गर्भावस्था को प्रभु स्मरण करती जे मनंकर अश्रु को प्रभु देखती जे मनंकर हृदय वेदना को प्रभु जानती से मन को मां हेबार सौभाग्य दियंती। हालेलुया। तमने आमे स्पष्ट जानी पारुछु जे प्रभु को हाथ रे ए पुओ झियो देबार चाबिकाठी अछि। हालेलुया। आमे भाबुछु जे मु जौवन अवस्था रे अछि मोर स्वामी आठा खाता अछि मु जमु जोटा चाहिले सेटा हे जिवो जदि सेमति हेई थांता आमनकर गाँ गहली रे आमनकर आखि आगरे कोटिपति माने अछंती लक्ष लक्ष टंका थिबा लोक माने अछंती जमी जगह थिबा लोक माने अछंती किंतु ए मां हेबार सौभाग्य से माने
पाई पारि नाहंती ताहले कहीं प्रभु कौन सी गोटे गाँव झील को कौन सी गोटे अचिन्हा गाँव पुओ सहित जितेबाला संपर्क स्थापन करुछंती से माने आमको दृष्टि लुकायित भाव अच्छा किंतु प्रभुंकर दृष्टि से प्रभु जोड़ी देइछंती आ प्रभुंकर समय अनुक्रमे कुआड़ गोटे खबर नेबा लोक आसुची आज्ञा अमुक गाय गोटे पुओ अच्छी समक गाय गोटे झील अच्छी सेतबेल को हम माने जानी पारुछु जे ए संबंध हेबो किंतु प्रभु आगुरु से योजना करिछन आ प्रभु बापा माँ को गुरु दायित्व देइछंती आज्ञा जोटा कहउथिले हमनकर खिंगा सान खिंगा पास्टर आज्ञा बढ़िया पॉइंट कहउछ जे मु 9 मास 10 दिन मु संभाळिछि एतर तुमे संभाळो हालेलुया तुमर अदृश्य पेट भितर थिबाटा मु संभाळुछि आ वर्तमान मु तुमर हाथे देई देउछि तुमे संभाळो बापा मार गुरु दायित्व हेबार अछि जे मोर झियो मोर पुओ प्रभुंकर देवा आशीर्वाद देवा फल केमिति हेबार अछि आमे टिके टिके झाई 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 बाइबल गजपति झियो माने फट फट बाइबल काढंती टिके पढ़ी देबा जाकुब तार 1 रो 4 पद एक रो 4 एक रो 4 17 पद पढ़ले समस्त उत्तम दान आमंकर दृष्टि उत्तम बर अर्थात पुरस्कार ज्योतिर्गण सदा प्रभु ठारू आसी थाए आम मैंने भावुचु जे झील हो गला जे मन खराब पुओ होइथिले भल होई थांता किंतु जेतेबेले प्रभु से उत्तम बर दियंती से जानी छंती जे तुमर घर को झील का फिट तुमर घर को पुआ का फिट आमे जदि से पुओ झील मान को नहीं कि जदि मन ना करबा ताहले प्रभु दुख करबे जे मु देला पुरस्कार को मोर दत्त अधिकार को ए माने कोन करछंती अणदेखा करछंती आ सोईथिला समय जे माने बेसी पुओ खोजबे से पुओ माने सोईथिला समय बापा मान को सब काटी पड़छ आ जो झियो माने बेसी झियो खोजबा लोक झियो हेई गला बोले मन उणा करबा लोक माने से झियो माने आका दरिद्र समय रे बापा माँ मान को पुओ मान को खेदी पकेला को झियो माने आसुछंती आ घर को जिकी ने तुराणी पानी देउछंती हमर गुमा लाइन रे गोटे कहावत अछि पुओ हेले भोकेश्वर बोली कहबो पुओ हेले भोकेश्वर झी हेले या बाके बेसी गिरापी बोली कहछ झी बेसी गिरापी बोली कहबो आ पुओ हेले भोकेश्वर हमर काई गेली जो बापा माँ मैंने कष्ट पुओ झील को पालन करिसेंती से पुओ मैंने जेते बेले बापा माँ बुढ़ा हो जाती से मन को अणदेखा करती जेते बेले झील मैंने शुणती झील मान हृदय एते कमल जे से मैंने बापा माँ को परितृप्त करने प्रभु से मन को सक्षम करिथांती आमको जो प्रभु परमेश्वर जो पुरस्कार देइछंती से पुरस्कार को आम माने केमिति पाली पारिबा गीत 127 रो 4 पद गोटे पढ़ंतु
ଯୌବନ ଗଣ ସନ୍ତାନ ଗଣ ବୀର ପୁରୁଷର ମାନେ ଏକଦମ ତୀରରେ ଯେ ମାନେ ବାଣ ମାରବା ଶିଖିଛନ୍ତି ତାଙ୍କର ତୀରର ତୃଣ ସଦୃଶ ମାନେ ସେ ଯୋଉ ତୀର ପଛାଡୁ କାଢି ମାରୁଛନ୍ତି ସେଇ ସଦୃଶ କିଏ ମାନେ ପ୍ରଭୁ ଦେଇଥିବା ସନ୍ତାନ ମାନେ। ଏବେ ଆମମାନଙ୍କର ବୟସ ହେଲା ଆମମାନେ ଯୋଉ ଜାଗାକୁ ପହଞ୍ଚିବାର ଥିଲା ଆମମାନେ ପହଞ୍ଚି ପାରୁନାହୁଁ। ଗୋଟେ ଯୋଦ୍ଧାର ଲକ୍ଷ୍ୟ କଣ ଯେତେବେଳେ ସେ ଶିକାର କରିବା ପାଇଁ ଯାଉଛି ତାର ତୀର ଏମିତି ସେ ଟାର୍ଗେଟ ଫିଟ୍ କରୁଛି ଆଉ ସମାନ ଟାର୍ଗେଟ ସେ ପକ୍ଷୀ ହେଉ ପଶୁ ହେଉ ତାର ଟାର୍ଗେଟ ଅନୁସାରେ ସେ ତାକୁ ତୀରରେ ମାରୁଛି। ତୀରରେ କେବେ ବି ପାଖକୁ ଯାଇକି ଏମିତି ଭୁସିବାର କାର୍ଯ୍ୟ ନାହିଁ। ତୀରକୁ ଦୂରରୁ ଟାର୍ଗେଟ ସେଟ କରି ମାରିବାର ଅଛି। ହେଲେ କାହିଁକି ପ୍ରଭୁ ପରମେଶ୍ୱର ଆମମାନଙ୍କର ପୁତ୍ର ସନ୍ତାନ ମାନଙ୍କୁ ଗୋଟିଏ ବୀରର ତୀର ସଦୃଶ ତୁଳନା କରୁଛନ୍ତି? ଏଇଥିପାଇଁ କରୁଛନ୍ତି ଯେ ତୁମମାନଙ୍କର ଜୀବନରେ ଯେଉଁ ଆଶା ଆକାଂକ୍ଷା ଥିଲା ତୁମେ ତୁମର ଗୋଲରେ ପହଞ୍ଚି ପାରୁନ। ତୁମେ ଭାବୁଥିଲ ମୋର ଝିଅ ମାଷ୍ଟ୍ରିଆଣୀ ହେବ, ତୁମେ ଭାବୁଥିଲ ମୋର ପୁଅ ପାଷ୍ଟର ହେବ, ତୁମେ ଭାବୁଥିଲ ମୋର ପୁଅ ପୁଲିସ ଯବାନ ହେବ ବୋଲି, କିନ୍ତୁ ଯେତେବେଳେ ଆମର ପୁଅ ଝିଅ ମାନେ ଯାଇପାରୁନାହାନ୍ତି ତାଙ୍କର ଔରସରେ ଜନ୍ମିବା ପୁଅ ଝିଅ ମାନେ ବୀର ତୀରର ସଦୃଶ୍ୟ ସେମାନେ ତାଙ୍କର ପୁଅ ଝିଅ ମାନଙ୍କୁ ତାଙ୍କର ଗୋଲରେ ମାରିବାର ଆବଶ୍ୟକତା ଅଛି। ହେଲେ କେମିତି ହେଲେ ଗୋଲରେ ମାରିପାରିବେ? ଆଜିକାଲି ଆମମାନଙ୍କର କୋଳେ ପ୍ରଭୁ ଗଦା ଗଦା ପିଲା ଛୁଆ ମାନେ ଦେଇଛନ୍ତି, କିନ୍ତୁ ସେ ପିଲା ଛୁଆ ମାନଙ୍କୁ ଆମର ଭାଷାରେ ଆମେ ହୁଦା ଛାଡ଼ିଲେ ପରେ ଛାଡି ଦଉଛୁ। କେବେ କୋଉ ମା ବାପା ପ୍ରାର୍ଥନା କରୁନୁ, କେବେ କୋଉ ମା ବାପା ପିଲାମାନଙ୍କୁ ଚର୍ଚ୍ଚ ଧରି ଆସୁନୁ। ସାଙ୍ଗେ ସାଙ୍ଗେ ଆମମାନଙ୍କର ଗୋଟେ କମ୍ପ୍ଲେନ ଯେ ପିଲା କଥା ଶୁଣୁନାହିଁ, କେତେ ମାରବୁ ଆଜ୍ଞା, ମାରବାର ଦରକାର ନାହିଁ। ପିଲାକୁ ବୁଦ୍ଧି ଶିଖେଇବା ପାଇଁ ହେଲେ ଆଗ ପିଲାମାନଙ୍କର ଆଗରେ ବାପା ମା ଆଣ୍ଠୁ ପାତିବାର ଆବଶ୍ୟକତା ଅଛି। ପିଲାମାନଙ୍କର ଆଗରେ ବାପା ମା ରବିବାର ଦିନ ଘଣ୍ଟି ବାଜୁ ବାଜୁ ପ୍ରସ୍ତୁତ ହେବାର ଆବଶ୍ୟକତା ଅଛି। ପିଲାମାନଙ୍କର ଆଗରେ ବାପା ମା ଗୀତ ବହି ଖୋଲି ଗୀତ ଗାଇବାର ଆବଶ୍ୟକତା ଅଛି। ଅଟୋମେଟିକ ପିଲାମାନେ ଧୀରେ 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 ପ୍ରଭୁ ଭୟ ଜୀବନ କାଟିବେ। 73 ବର୍ଷ ବୟସରେ ଯେତେବେଳେ ହାନ୍ନା ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ସେ କାନ୍ଦି 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 ଯେତେବେଳେ ପ୍ରଭୁଙ୍କର ସହିତ ମାନତ ମନାସି କଲେ, ସେ ଚାହୁଁଛନ୍ତି ଯେ ହେ ପ୍ରଭୁ ତୁମେ ମତେ ଯୋଉ ପୁତ୍ର ଦେବ ସେ ପ୍ରଭୁ ଭୟ ଜୀବନ କାଟୁ। ହେ ପ୍ରଭୁ ତୁମେ ମତେ ଯୋଉ ପୁତ୍ର ଦେବ ସେ ପ୍ରଭୁ ଭୟ ଜୀବନ କାଟୁ। ହେ ପ୍ରଭୁ ତୁମେ ମୋର ଯୋଉ ପୁତ୍ର ଦେବ ସେ ଆଜ୍ଞାବହତା ହଉ। ହେ ପ୍ରଭୁ ତୁମେ ମତେ ଯୋଉ ପୁତ୍ର ଦେବ ସେ ବାଧ୍ୟତା ହଉ। କ୍ଷୀର ଛାଡୁ ଛାଡୁ କୋଉ ମା ଅଛି ନେଇ ଶରୀର को पास्टर पाखे ଛାଡିଦେବ। ଭେଣ୍ଡିଆ ପାଷ୍ଟର ଯେ ବେହେଲେ ବୋଲବା ପକି ଅଲରେଡି ସେ ବୁଢା ହେଇଯାଇଛି। ସେ ଭାବୁ ନାହିଁ ଯେ ଏ ଖୁଦି ଧୋତି ପିନ୍ଧିବା ବୁଢା ମୋର ପୁଅକୁ କାମ ତିରେଇ ପକେଇବ, ହଇରାଣ କରି ପକେଇବ, ମାଞ୍ଜା ଧୁଆ କରି ପକେଇବ, ଲୁଗା ସଫା କରି ପକେଇବ। ନାହିଁ, ମୋର ପୁଅକୁ ପ୍ରଭୁ ତୁମେ ଏମିତି ବାଧ୍ୟତା ଶିଖାଅ ଯେ ସେ ବୁଢା ପାଖରେ ସେ ପ୍ରଭୁ ଭୟ ଜୀବନ କାଟୁ। ରାତି ଅଧରେ ମଧ୍ୟ ଯେତେବେଳେ ବୁଢା ଡାକୁଛି, ପ୍ରଭୁ ପରମେଶ୍ୱର ଯେତେବେଳେ ସାମୁଏଲକୁ ଡାକୁଛନ୍ତି, ସେ ଏଡି ବାଳକ ସାମୁଏଲ, ବାଇବେଲ ବିଶେଷଜ୍ଞ ମାନେ କହନ୍ତି 12 ବର୍ଷ, ସେତେବେଳକୁ ସାମୁଏଲ ଶୋଉଛି। ଯେତେବେଳେ ବୁଢାର ସ୍ୱର ଶୁଭା ଯାଉଛି ଫଟକିନା ଉଠୁଛି। ମାନେ ବାଧ୍ୟତା ଦେଖନ୍ତୁ। ଆମର ଉପରେ ହେଲେ ମା ବାପା ଡାକିଲେ ଆମେ କହୁଛୁ ହେଲିଗେ ଶାଖାଲେ କେତେନି ଏବେ ମତେ ବିଚାର କରୁନା। ଆଉ ବଡକାଇ ହେଲେ ଆଉ ଇସାଡୁ ହିରକେଇ ଦେଇ ଆମେ ଭିନେ ଭିନେ କଥା ମଧ୍ୟ ବାପା ମାକୁ ଫିଙ୍ଗି କହି ଦଉଛୁ। ତୁଳେ ମାତ୍ର ଡର ଭୟ ନାହିଁ। କିନ୍ତୁ ସାମୁଏଲ ସେ ବାଳକ 12 ବର୍ଷ ଅବସ୍ଥାରେ ସେ କୌଣସି ପ୍ରକାରେ ସେ ବୁଢା ଯାଜକଙ୍କୁ ମାନ୍ୟତାର ସହିତ ଯେତେ ଥର ପ୍ରଭୁ ଡାକୁଛନ୍ତି ସେତେ ଥର ସେ ଯାଇପାରୁଛି। ଆଉ ସେଇ ପ୍ରାର୍ଥନାର ପୁତ୍ର ସେଇ ବାଳକ ସାମୁଏଲ ଯେତେବେଳେ ହାନ୍ନା ପ୍ରାର୍ଥନା କରିଛନ୍ତି, ଅଶ୍ରୁ ଢାଳିଛନ୍ତି ଯେ ପ୍ରଭୁ ମୋର ପୁଅ ତୁମର ଦୃଷ୍ଟିରେ ତୁମରି ସକାଶେ
ଗୌରବର କାରଣ ହଉ। ଆଜି ମୁଁ ମା ମାନଙ୍କୁ କହିବା ପାଇଁ ଚାହେଁ, ଯେଉଁ ମା ମାନେ ପୁଅ ଝିଅ ମାନଙ୍କର ପାଇଁ ଅଶ୍ରୁ ବିତାନ୍ତି, ଯେଉଁ ମା ଭଉଣୀ ମାନେ ପୁଅ ଝିଅ ମାନଙ୍କର ପାଇଁ ଆଣ୍ଠୁ ପାତନ୍ତି, ଯେଉଁ ମା ଭଉଣୀ ମାନେ ପୁଅ ମାନଙ୍କର ପାଇଁ ଦିନକୁ କମ ସେ କମ ଝିଅମାନଙ୍କର ପାଇଁ ଦିନକୁ କମ ସେ କମ ଅଧଘଣ୍ଟା ପ୍ରଭୁଙ୍କ ଠାରେ ଶରଣ ନିଅନ୍ତି, ଲେଖି ରଖନ୍ତୁ, ମନେ ରଖନ୍ତୁ। ସେଇଦିନ ଯୋଉ ହାନ୍ନାର ପ୍ରଭୁ ପରମେଶ୍ୱର ହାନ୍ନାର ପ୍ରାର୍ଥନା ଶୁଣିଲେ, ଆଜି ମଧ୍ୟ ସେଇ ପ୍ରଭୁ ପରମେଶ୍ୱର ଆମମାନଙ୍କର ପ୍ରାର୍ଥନା ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆମମାନେ ପୁଅ ଝିଅ ମାନଙ୍କର ପାଇଁ ପ୍ରାର୍ଥନା କରୁନାହିଁ, କିନ୍ତୁ ପୁଅ ଝିଅ ମାନଙ୍କର ପାଇଁ ଅଶ୍ରୁ ଟିକେ ଢାଳୁ ନାହିଁ। ପ୍ରଭୁଙ୍କ ନିକଟରେ ମୋର ପୁଅ ମୋର ଝିଅ କଣ ହେବ ଆମମାନେ ଚିନ୍ତା କରୁନାହିଁ। ପ୍ରଭୁ ଦେଲା ପରେ ସେ ପୁରସ୍କାରକୁ ଆମମାନେ ଆମମାନଙ୍କର ସ୍ୱଇଚ୍ଛାରେ ବ୍ୟବହାର କରୁଛୁ, ଯାହା ଫଳରେ ଆମମାନଙ୍କର ପୁଅ ଝିଅ ମାନେ ପ୍ରଭୁଙ୍କର ଆଶୀର୍ବାଦରୁ ଆଶୀର୍ବାଦ ପ୍ରାପ୍ତ ହେଇପାରୁନାହାନ୍ତି। ସେଇ ଗୋଟିଏ ପରିସ୍ଥିତିରେ ଯେତେବେଳେ ହାନ୍ନା ପ୍ରାର୍ଥନା କରିଛନ୍ତି, ପ୍ରଭୁ ଏମିତି ତାର ପ୍ରାର୍ଥନାକୁ ଶୁଣିଲେ, ତାର ଅଶ୍ରୁକୁ ଦେଖିଲେ। ସବୁଦିନ ହାନ୍ନା ସେ ଯାଉଥିଲା ସିଲୋକୁ, କିନ୍ତୁ ଏଇଥର ହାନ୍ନାର ପ୍ରାର୍ଥନା ଟିକେ ଅଲଗା ଦେଖାଯାଉଛି। ସାମୁଏଲ ପାଇଁ ହାନ୍ନାର ପ୍ରାର୍ଥନା ଟିକେ ଆଜି ବିଶିଷ୍ଟ ଭାବରେ ପ୍ରଭୁଙ୍କ ନିକଟରେ ସମର୍ପିତ ହଉଛି। ପ୍ରଭୁଙ୍କର ଦାସ ଏଲିଯାଜକ ଜାଣି ପାରିଲେ ନାହିଁ। ସେ ଭାବିଲେ ଯେ ହାନ୍ନା ଟିକେ ସକାଳୁ ସକାଳୁ ପିଇକି ପଳେଇ ଆସିଛି, କିନ୍ତୁ ହାନ୍ନା ପ୍ରଭୁଙ୍କ ନିକଟରେ ତାର ହୃଦୟର ବେଦନା ଢାଳୁଥିଲେ। ଆଉ ଆମମାନଙ୍କର ପ୍ରଭୁ ଆମମାନଙ୍କର ହୃଦୟର ବେଦନା ଜାଣନ୍ତି। ଆମମାନଙ୍କର ପାଳକ ଜାଣି ନ ପାରନ୍ତି, ଆମମାନଙ୍କର ସ୍ୱାମୀ ମାନେ ଜାଣି ନ ପାରନ୍ତି, ଆମର ପଡ଼ିଶା ଘର ଲୋକ ଜାଣି ନ ପାରନ୍ତି, ଆମମାନଙ୍କର ଖାସ ଦୋସ୍ତ ଜାଣି ନ ପାରନ୍ତି, କିନ୍ତୁ ଆମମାନଙ୍କର ହୃଦୟର ବେଦନା ଆମମାନଙ୍କର ପ୍ରଭୁ ଜାଣନ୍ତି। ଯୋଉ ପ୍ରଭୁ ଜାଣନ୍ତି, ତାଙ୍କ ନିକଟରେ ଯେତେବେଳେ ଆମେ ସମର୍ପିତ ହେବା, ମନେ ରଖନ୍ତୁ ସେଇ ହାନ୍ନାର ପ୍ରାର୍ଥନା ଶୁଣି ପ୍ରଭୁ ପରମେଶ୍ୱର ସାମୁଏଲକୁ ଦେଲେ। ଆଉ ସେଇ ସାମୁଏଲ ଏତେ ବଡ ଇସ୍ରାଏଲ ଦେଶର ଭବିଷ୍ୟତ ବକ୍ତା, ବିଚାରକର୍ତ୍ତା, ଆଉ ସେ ହିଁ ଜଣେ ଦିଟା ରଜାକୁ ଅଭିଷେକ କରିବା ବ୍ୟକ୍ତି ହେଇପାରିଲେ। ଆଜି ଆମମାନଙ୍କର ପିଲାମାନଙ୍କର ପାଇଁ ଆମେ ପ୍ରଭୁଙ୍କ ଠାରେ କଣ ମାଗୁଛୁ? ଆଜି ଆମମାନଙ୍କର ପୁତ୍ର ସନ୍ତାନ ମାନଙ୍କ ପାଇଁ ଆମେ ପ୍ରଭୁଙ୍କ ଠାରେ କଣ ମାଗୁଛୁ? ଆମମାନଙ୍କର ଉପରେ ରହିଲା ପ୍ରଭୁ ଯେତେବେଳେ ଆମମାନଙ୍କୁ ପୁତ୍ର କନ୍ୟା ଦେଇଛନ୍ତି, ବାପା ମାର ନିହାତି ଦରକାର ଅଛି ଯେ ପୁଅର ସନ୍ତାନ ସନ୍ତତିର ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। କାରଣ ଏଫେସୀୟ 6:4 ଲେଖା ଅଛି, ଆମମାନେ କହିବା ନାହିଁ ଯେ ହେ ପିଲାମାନେ, ହେ ପ୍ୟାରେଣ୍ଟସ, ହେ ବାପା ମା ମାନେ ପିଲାମାନଙ୍କୁ ତୁମେ ବିରକ୍ତ କର ନାହିଁ, କାରଣ ବିରକ୍ତ କଲେ ପିଲାମାନେ ସେମାନେ ବିଗିଡି ଯାଆନ୍ତି। ଆମମାନେ ପିଲାମାନଙ୍କୁ ବିରକ୍ତ ନ କରି ପିଲାମାନଙ୍କୁ ସଜାଡ଼ିବା ଆବଶ୍ୟକତା ଆମର ଅଛି। ପିଲାମାନେ ଅର୍ଥାତ୍ ଆମମାନଙ୍କୁ ପ୍ରଭୁ ଦେଇଥିବା ସନ୍ତାନ ସନ୍ତତି ମାନେ, ଆମେ ଯଦି ସେମାନଙ୍କୁ ଭଲ ଛାଞ୍ଚରେ ପକେଇବା, ପ୍ରଭୁଙ୍କର ଛାଞ୍ଚରେ ପକେଇବା, ପ୍ରାର୍ଥନାର ଛାଞ୍ଚରେ ପକେଇବା, ମନେ ରଖନ୍ତୁ ସେଇ ପିଲାମାନେ ଆମମାନଙ୍କ ନିମନ୍ତେ ଆଶୀର୍ବାଦର କାରଣ ହେବେ, ପରିବାର ନିମନ୍ତେ ଆଶୀର୍ବାଦର କାରଣ ହେବେ, ଆମମାନଙ୍କର ସମାଜ ନିମନ୍ତେ ଆଶୀର୍ବାଦର କାରଣ ହେବେ। ଆମେ ଯଦି ଅଶ୍ରୁ ଢାଳିଛୁ, ତାହେଲେ ପ୍ରଭୁଙ୍କର ନିମନ୍ତେ ଗୌରବର କାରଣ ହେବେ। ତେଣୁ ମରିୟମକୁ ଆଉ ତାଙ୍କର ସ୍ୱାମୀକୁ ମୁଁ ଏତିକି କହିବା ପାଇଁ ଚାହେଁ ଯେ ପ୍ରଭୁ ଆପଣଙ୍କୁ ତାଙ୍କରି ଦତ୍ତ ପୁରସ୍କାର ଦେଇଛନ୍ତି, ସେଇ ପୁରସ୍କାରକୁ ସମ୍ଭାଳି ପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ କରିବା ତୁମମାନଙ୍କର କର୍ତ୍ତବ୍ୟ ଅଛି। ଯଦି ପ୍ରଭୁଙ୍କ ନିମନ୍ତେ ସେଇ ପୁରସ୍କାରକୁ ସଜାଡ଼ିବା ନାହିଁ, ତାହେଲେ ଆମମାନେ ଅଭିଶାପର ପାତ୍ର ହେବା। ଯଦି ପୁରସ୍କାରକୁ ସଜାଡ଼ିବା, ତାହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ ପରେ ଆଶୀର୍ବାଦ ଦେବେ। ପ୍ରଭୁ ଏ ଅଳ୍ପ ବାକ୍ୟରେ ଶିକ୍ଷାରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବହୁତ ଧନ୍ୟବାଦ। ପ୍ରଭୁ ଝିଅ ମରିୟମ ପୁଣି ଜୟ ସିଦ୍ଧାର୍ଥ ଦୟାକରି ଭିତରକୁ ଆସିବେ। ସେହିପରି ସମସ୍ତଙ୍କ ମଣ୍ଡଳୀର ସମସ୍ତଙ୍କୁ ଅନୁରୋଧ କରୁଛି ଦୟାକରି ଏ ସ୍ଥାନକୁ ଆସିବେ। ପୁଣି ଆଉ ଆସିଥିବା ମୋର ସାଙ୍ଗମାନଙ୍କୁ, ଆଉ ଭାଇ କୃଷ୍ଣ, ଗଣେଶ, ଅପନାନନା, ଆଉ ଯୋଉ ଭାଇମାନେ ଆସିଛନ୍ତି ପାଲେକରି, ସେମାନେ ମଧ୍ୟ ବିଶେଷ ଅନୁରୋଧ କରୁଛି ଭିତରକୁ ଆସିବେ। ବର୍ତ୍ତମାନ ଆମେ ପ୍ରାର୍ଥନା କରି କେକ୍ କାଟିବା, ତାପରେ ଆଉ ଶେଷ ଆଶୀର୍ବାଦ ଭିକ୍ଷା କରିବେ ଆମମାନଙ୍କର ରାଉଳ ମହାଶୟ। ଏହି ସମୟରେ ଅନୁରୋଧ କରୁଛି
ଆମମାନଙ୍କର ଲିମା ଆଜ୍ଞା ଆସିବେ ମିରୁ ଭାଇନା ତେଣୁ ସେହିପରି ଆମମାନଙ୍କର ପ୍ରସାଦ ଆଜ୍ଞା ଆସିବେ ପଦେ ପଦେ ପ୍ରାର୍ଥନା କରିବେ ତାପରେ କେକ୍ କାଟିବା ତାପରେ ସମାପ୍ତ କରି ଆଶୀର୍ବାଦ ଭିକ୍ଷା କରିବା ସାର୍ ଆସନ୍ତୁ ସାର୍ ଆସନ୍ତୁ ପ୍ରାର୍ଥନା କରିବା ପବିତ୍ର ପ୍ରେମ ପ୍ରଭୁ ଯୀଶୁ ବାପା ଏ ସମୟରେ ଆମେ ତୁମର ଚରଣ ତଳକୁ ଆସୁଅଛୁ ତୁମକୁ ଧନ୍ୟବାଦ ଦେଉଛୁ ପ୍ରଭୁ ତୁମେ ଯେଉଁ ବିଶେଷ କାର୍ଯ୍ୟ ପାଇଁ ଆଜି ଆମେ ସମସ୍ତଙ୍କୁ ଏକତ୍ର କରିଅଛୁ ବିଶେଷ କରି ଜନ୍ମଦିନ ପାଳନ ନିମନ୍ତେ ପ୍ରଭୁ ଏ ସମୟରେ ସେହି ଛୁଆଙ୍କୁ ତୁମର ହସ୍ତରେ ସମର୍ପଣ କରୁଅଛୁ ତାଙ୍କୁ ଉର୍ଦ୍ଧରୁ ଜ୍ଞାନ ପ୍ରଦାନ କର ଏବଂ ପ୍ରଭୁ ତାଙ୍କୁ ଶାରୀରିକ ଏବଂ ଆତ୍ମିକ ଭାବରେ ବୃଦ୍ଧି ସାଧିତ ହେବା ପାଇଁ ସାହାଯ୍ୟ କର ତାଙ୍କର ପିତାମାତାଙ୍କୁ ମଧ୍ୟ ବହୁ ରୂପେ ଆଶୀର୍ବାଦ କର ସେମାନେ ଯେପରି ତାଙ୍କୁ ସତ୍ ମାର୍ଗରେ କଢେଇ ପାରିବେ ଏଥିପାଇଁ ସେମାନଙ୍କୁ ମଧ୍ୟ ତୁମେ ସାହାଯ୍ୟ କର ପ୍ରଭୁ ବିଶେଷ କରି ପ୍ରାର୍ଥନା କରୁଛୁ এই ମଣ୍ଡଳୀକୁ ଆମେ ପ୍ରତ୍ୟେକଙ୍କୁ ସର୍ବୋପରି ସେହି ପିଲାଙ୍କୁ ତୁମର ହସ୍ତରେ ସମର୍ପଣ କରି এই ক্ষুদ্র ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଛୁ ଆମେନ୍ ଆଜ୍ଞା ଟିକେ ଡାକ ଆଜ୍ଞା ପ୍ରାର୍ଥନା କରିବେ ପିଲାକୁ କହିଦେଇଛୁ Doctor, here is the child today. It is his birthday, and prior to cutting the cake, they want blessings from you. So, would you please pray for them? Ama, etke se agya prarthana koribe. Yes, sir. Do something else. Okay, hi. Yeah, please pray for them. Okay. Can you tell me what's wrong with the child? The name of the child is Ishika. Yasika. Okay, can you tell me what is wrong with the child? Yeah, today is her birthday, and here is the cake. Prior to cutting the cake, they need your prayer. Okay, is it just a normal birthday? Yeah, this is normal. Okay, nobody's sick. Okay. Can you tell me the name of the child again and the mother? Yeshika. Jessica. Yeshika. Yeah. Shika. That is the mother or the child? Yeah, mother and the child. Okay. Heavenly Father, we thank you for this couple, this mother and her child, Shika or Sika. You know exactly who you're referring to. We thank you for the gift of life. I thank you for parents and children and family. We thank you for Jesus Christ. I pray that you would help the parents of this child, the brothers and sisters in the church, help bring the knowledge of Christ to this young child and to the whole family. I pray that you would use this child for your honor and glory in the years to come. I pray that you would give wisdom and strength to the parents in the raising of the child in the fear of the Lord and in the discipline of the Lord. And we thank you for the family you have given us. We thank you for those that told us of Christ. I pray that you would help us all to live for you.
In Jesus' name we pray. Amen. Amen. Thank you, sir. God bless you. I'll call you later. এই সমୟରେ ମୁଁ ଅନୁରୋଧ କରୁଛି ଆଉ ଆମଙ୍କର ରାଉଳ ମହାଶୟ ଆଜ୍ଞା ଆସିବେ ଆଉ ଏ ସ୍ଥାନକୁ ପୁଣି এই ଝିଅଙ୍କର ହସ୍ତ ଧରି କେକ୍ କଟେଇବାକୁ ଅନୁରୋଧ କରୁଛି। ସମସ୍ତେ ଦୟାକରି ଠିଆ ଦିଅନ୍ତୁ ପ୍ରଭୁ ପ୍ରକାଶମାନଙ୍କୁ ମୁଁ ଅଛି ମୋର ସାଙ୍ଗମାନେ ମଧ୍ୟ ଦୟାକରି ଆଗକୁ ଆସିଯିବେ ପ୍ଲିଜ ଦୟାକରି ସମସ୍ତେ ଆସିଯାଆନ୍ତୁ। ଏଇଟା ଶୁଣନ୍ତୁ ଏଇଟା କାଟିଦେବୁ ଏଇଟା କାଟିଦିଅ ଏଇଟା କାଟିଦିଅ। ଆମର ନିରବ ଶେଷ ଆଶୀର୍ବାଦ ଭିକ୍ଷା ମାଗିବା। ପବିତ୍ର ପିତା ପରମେଶ୍ୱରଙ୍କର ଅତୁଳନୀୟ ପ୍ରେମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦୟା ଓ ଅନୁଗ୍ରହ ସାହାଯ୍ୟକାରୀ ପବିତ୍ର ଧର୍ମାତ୍ମାଙ୍କର ଶାନ୍ତି ଶକ୍ତି ସୁମଧୁର ସହଭାଗିତା ଆଜିର ଏହି ଉତ୍ସବରେ ସମବେତ ହୋଇଥିବା ପ୍ରତ୍ୟେକଙ୍କ ସହିତ ବିଶେଷ ଭାବରେ ସିଦ୍ଧାର୍ଥ ମରିୟମ ଦିବ୍ୟାଂଶୀଙ୍କ ସହିତ ସଦା ସର୍ବଦା ହେଉନ୍ତୁ। ଆମେନ୍। ଗଡ୍ ବ୍ଲେସ୍ ୟୁ। এই সমୟରେ ମୁଁ ଅନୁରୋଧ କରୁଛି ଆମର ଡେଭିଡ୍ ମହାଶୟ ଆଉ ଏ ଦୀପ ପ୍ରଜ୍ୱଳନ କରିବେ ତାପରେ ଆମମାନଙ୍କର ଲାଭ ଆଜ୍ଞା ସେ ଝିଅଙ୍କ ହସ୍ତ କରି କେକ୍ କଟେଇବେ। ସମସ୍ତେ happy birthday ଗାଇବେ ନା? Happy birthday, Isika. May God happy birthday to you. Praise the Lord. बहुत धन्यवाद। Thank you. God bless you. मत प्रेम करे आसिथिबा प्रत्येकଙ୍କୁ प्रभु आशीर्वाद करନ୍ତୁ। बहुत बहुत धन्यवाद। ଏବେ ଏଇଠି ପଡୁଛି रे यार करो रे बाबू मैं काटी समस्त बोलो এটা সাইড কাটি দিও ସମସ୍ତେ ଖାଇବାକୁ ଯେତେବେଳେ ଦେବେ ସମସ୍ତଙ୍କର ସେ ପ୍ଲେଟରେ ପକେଇବେ ଦୟାକରି ଆଉ ତମେ ଇଆଡେ ଆସ ସମସ୍ତେ ଫଟୋ ଦେଖାଦେବା ଇଆଡେ ଆସ ବାବୁ ଏବେ ଖାଇବେ ପରେ Happy birthday to you.